ମୋ ନାଁ ହଉଛି ଅଜୟ କୁମାର ମଲ୍ଲିକ, ପୂର୍ବତନ ନାୟବ ସରପଞ୍ଚ ଧୂସୁରୀ। ଅଭିଯୋଗ ଏଇ ଯେ 5T ଯୋଉ ହେଇଛି ଧୂସୁରୀ ଗଭର୍ଣ୍ଣମେଣ୍ଟ ସ୍କୁଲରେ, ଯେ ଯୋଉ ହିସାବରେ କାମ ହେଇଛି, ଯୋଉ ହିସାବରେ ପଇସା ଆସୁଛି, ସେ ହିସାବରେ କାମ ହେଇନାହିଁ। ତେଣୁକରି ଆମ ଜିଲ୍ଲାପାଳଙ୍କୁ ଅନୁରୋଧ, ସେ ଆସି ସ୍କୁଲ ବୁଲିକି ଦେଖନ୍ତୁ କେତେ ଟଙ୍କାର କାମ ହେଇଛି। ଆମର ବର୍ତ୍ତମାନ ଚାହୁଁଛି ଯେ ଅନୁରୋଧ ରଖନ୍ତୁ ଆମ ଜିଲ୍ଲାପାଳ, ଯେ ଆମ ଧାମନଗର ବ୍ଲକରେ ବି ଯେତେ 5T ହେଇଛି, କିନ୍ତୁ ବହୁତ ବାର ଆମେ ଅନୁରୋଧ କରୁଛୁ ଆମର ଜିଲ୍ଲାପାଳ ଭଦ୍ରକ, ସେ ଆସି ଧାମନଗର ବ୍ଲକରେ ଯେତେ 5T ସ୍କୁଲ ହେଇଛି ପରିଦର୍ଶନ କଲେ ମୋ ମତରେ ହିଁ ଭଲ ହୁଅନ୍ତା। ମୋ ନାଁ ଦେବାନନ୍ଦ ହୋତା, ଏ ବିଦ୍ୟାଳୟର ମୁଁ ପୁରାତନ ଛାତ୍ର। ଆପଣ ତ ଦେଖୁଥିବେ, ଇଏ ବ୍ୟାପକ ଭାବରେ ଇଏ ଗୋଟେ ହଉଛି 5T ନାଁରେ ମହା ଦୁର୍ନୀତି। ତ ଦୀର୍ଘ ଏଇ ବୋଧେ 5-6 ମାସ ତଳେ ୟାର କାମ ସରିଥିଲା ଏ 5T ର। ଆପଣ ତ ଦେଖୁଥିବେ, ପ୍ରତିଟି ଜିନିଷ ଆପଣ ସରଜମିନ ତଦନ୍ତ କଲେ ଯେ କିଭଳି ଭାବରେ ସେ କବାଟ ଝରକାର ପରିସ୍ଥିତି। ତ ୟା ଉପରେ ମୁଁ ଏତିକି ଟିପ୍ପଣୀ ଦେବି ଯେ ମାନ୍ୟବର ଜିଲ୍ଲାପାଳ ମହୋଦୟଙ୍କୁ ଆମେ ଅନୁରୋଧ କରିବୁ ଯେ ଏ ବିଦ୍ୟାଳୟକୁ ଥରେ ଆସନ୍ତୁ ପରିଦର୍ଶନରେ, ଏବଂ ଏଇ ଯୋଉ 5T ର ମହା ଦୁର୍ନୀତି ହେଇଛି ୟା ଉପରେ ସେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଆମେ ଅନୁରୋଧ ରଖୁଛୁ ଜିଲ୍ଲାପାଳ ମହୋଦୟଙ୍କ ପାଖରେ। 5T ରେ କେତେ ଟଙ୍କା ଆସିଥିଲା ଅନୁଦାନ ଦିଆହେଇଥିଲା? ଏ ବିଦ୍ୟାଳୟକୁ 5T ରେ 42,50,000 ଟଙ୍କାର ଅନୁଦାନ ଦିଆହେଇଥିଲା, ଯାହାକି ଆପଣ ଦେଖୁଥିବେ ଯେ 42,50,000 ବାସ୍ତବିକ କେତେ କାମ ହେଇଛି। ତ କେବଳ ଖାଲି ଅଗି କଦଳୀ ପତ୍ରର ରଙ୍ଗକୁ ନେସିବା ଛଡା ୟା ଛଡା ଦ୍ୱିତୀୟ ଜିନିଷ କିଛି ନାହିଁ ଏଠି, ଯାହାକି ମହା ଦୁର୍ନୀତି ହେଇଛି। ଆମେ ଜିଲ୍ଲାପାଳଙ୍କ ନିକଟରେ ଆମର ଦାବି ରଖୁଛୁ ଯେ ସେ ବିଦ୍ୟାଳୟକୁ ଆସନ୍ତୁ ଏବଂ ପରିଦର୍ଶନରେ ଆସି ଏ ଯୋଉ ମହା ଦୁର୍ନୀତି ହେଇଛି ଏହା ଉପରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖୁଛୁ। ଆମେ ତ ପୂର୍ବରୁ 2 ବାର ବିଡିଓ ମହୋଦୟଙ୍କ ପାଖରେ ଆମେ